ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଇଏ ଭେକେନ୍ସି ଆପଣଙ୍କର ଆସିଛି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ବା OSSC ତରଫରୁ। ସର୍ବମୋଟ ଆପଣ ଦେଖିପାରୁଥିବେ 74 ଗୋଟିଏ ଆପଣଙ୍କର ଭେକେନ୍ସି ବାହାରିଛି। ଜୁନିୟର ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ୍ ଟାଇପିଷ୍ଟ, ଟାଇପିଷ୍ଟ କମ୍ ସ୍କ୍ରାଇବ୍ ଆସିଷ୍ଟାଣ୍ଟ ପାଇଁ। ଠିକ୍ ଅଛି। ତ ଯଦି ଆପଣ କେବଳ 10th ପାସ୍ ବି ଆପଣ କରିଛନ୍ତି କିମ୍ବା +2 ପାସ୍ ବି ଆପଣଙ୍କର କରିଛନ୍ତି ଏବଂ ଆପଣଙ୍କ ପାଖରେ କମ୍ପ୍ୟୁଟର ସାର୍ଟିଫିକେଟ୍ ରହିଛି, ଦେନ୍ ଆପଣମାନେ ଏଇ ପଦବୀ ପାଇଁ ଆପ୍ଲାଏ କରିପାରିବେ। ଆଉ ଯଦି ଷ୍ଟେନୋଗ୍ରାଫିର ସାର୍ଟିଫିକେଟ୍ ଅଛି, ଦେନ୍ ୟା ପାଇଁ ଆପଣ ଆପ୍ଲାଏ କରିପାରିବେ। ବିଲକୁଲ ଫ୍ରି ଆପ୍ଲାଏ କରିପାରିବେ ଏବଂ ଭେକେନ୍ସି ଆପଣଙ୍କର ନୂଆ ଆଉଟ୍ ହେବା ଆରମ୍ଭ ହେଲା ତ ଆପଣ ଏଇ ମାସରେ ବହୁତ ସାରା ଭେକେନ୍ସି ବ୍ୟାକ୍ ଟୁ ବ୍ୟାକ୍ ଆପଣ ଦେଖିବାକୁ ପାଇବେ। ତ ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ବି ଜଣାଇ ଦିଅନ୍ତୁ, ଯଦ୍ୱାରା କି ସମସ୍ତେ ଆପଣଙ୍କର ଜାଣିପାରିବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ ଏବଂ ପ୍ରତ୍ୟେକଟି ଜବ୍ର ଆପଡେଟ୍ ସର୍ବପ୍ରଥମେ ଆପଣ ପାଇବା ପାଇଁ ନା ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପ୍ ରହିଛି ଆମର, ଓଡ଼ିଶା ଟିଚର ଆସୋସିଏସନ୍, ଯେଉଁ ଗ୍ରୁପ୍ରେ 2,13,000ରୁ ଅଧିକ ପିଲା ଅଛନ୍ତି। ସେଇ ଗ୍ରୁପ୍ରେ ଆପଣ ଜଏନ୍ ହେବେ, ଯେଉଁଦ୍ୱାରା କି ପ୍ରତ୍ୟେକଟି ଇନଫର୍ମେସନ୍ ସର୍ବପ୍ରଥମେ ଆପଣ ହିଁ ପାଇପାରିବେ। ଏବଂ ଡେଡିକେଟେଡଲି ଆପଣ ପଢ଼ିବା ପାଇଁ ଚାହୁଁଥିଲେ, ଏବେ ହିଁ ପ୍ଲେ ଷ୍ଟୋରକୁ ଯାଇକି ଆପଣ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ୍ କରିଦିଅନ୍ତୁ, ଯଦ୍ୱାରା କି ଡେଡିକେଟେଡଲି ଆପଣ ପଢ଼ିପାରିବେ। ବନ୍ଧୁଗଣ ଦେଖନ୍ତୁ, ୟାର ଅଫିସିଆଲ ୱେବସାଇଟ୍ ଆପଣଙ୍କର ହେଉଛି ossc.gov.in। ଯେମିତି ଆପଣ ଅଫିସିଆଲ ୱେବସାଇଟ୍କୁ ଯିବେ, ଏଠି ଦେଖିପାରୁଛନ୍ତି ନା ଷ୍ଟାର୍ଟିଂରେ ହିଁ ଆପଣଙ୍କର ଆଜି ଡେଟ୍ର ଆପଣଙ୍କୁ ଶୋ କରୁଛି ଭ୍ୟୁ PDF। ୟା ଉପରେ କ୍ଲିକ୍ କଲେ ଆପଣଙ୍କର ନୋଟିଫିକେସନଟି ଓପେନ୍ ହେଇଯିବ। ତ ୟାର ଅନଲାଇନ୍ ଆପ୍ଲାଏ ଆପଣମାନେ 4 ତାରିଖ ମାନେ ଆସନ୍ତାକାଲି ପାଖରୁ କରିପାରିବେ। ଲାଷ୍ଟ ଡେଟ୍ ଆପଣଙ୍କର 3 ମେ ଆପଣଙ୍କ ରହିବ। ଠିକ୍ ଅଛି, ହେଲା। ଏବଂ ଏଥିରେ କ'ଣ କ'ଣ ସବୁ ପଦବୀ ଆପଣଙ୍କ ରହିଛି ଦେଖିଦିଅନ୍ତୁ। ଦରମା ପ୍ରାୟତଃ ବହୁତ ଅଧିକ ଆପଣଙ୍କ ରହିଛି। ଭିଡ଼ିଓକୁ ପଜ୍ କରିକି ଆପଣ ଦେଖିଦିଅନ୍ତୁ। ଆଉ କେଉଁ ଡିପାର୍ଟମେଣ୍ଟରେ ଆପଣଙ୍କୁ ଚାକିରି ମିଳିବ ତାହା ବି ଆପଣଙ୍କୁ ଲେଖା ହେଇଛି। ଠିକ୍ ଅଛି, ପଦବୀ ସଂଖ୍ୟା ଆପଣ ଦେଖିଦେଲେ। ଏବେ ଆସନ୍ତୁ ଡିସ୍କସନ୍ କରିବା ଆମେ କ୍ୱାଲିଫିକେସନ୍ ସମ୍ପର୍କରେ ଆପଣଙ୍କର ଡିସ୍କସନ୍ କରିବା। ତ ଯଦି ଆମେ ଜୁନିୟର ଷ୍ଟେନୋଗ୍ରାଫର ପାଇଁ ଆପଣଙ୍କର କହିବା, ଯାହାର ପୋଷ୍ଟିଂ ୱାଟର ରିସୋର୍ସେସ୍ ଭୁବନେଶ୍ୱରରେ ଆପଣଙ୍କର ହେବ, ତା ପାଇଁ ଆପଣ 10th ପାସ୍ କରିଥିବେ, ତା ସହିତ ITI କରିଥିବା ଦରକାର। ଆଉ ବୟସ 21 ବର୍ଷରୁ 32 ବର୍ଷ ଭିତରେ ଥିଲେ ଆପ୍ଲାଏ କରିପାରିବେ। ସେମିତି ଜୁନିୟର ଷ୍ଟେନୋଗ୍ରାଫର, ଯେଉଁଟା ଆଡ଼ଭୋକେଟ୍ ଜେନେରାଲ ଓଡ଼ିଶା କଟକରେ ପୋଷ୍ଟିଂ ହେବ, ତା ପାଇଁ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିଥିବେ, ତା ସହିତ ଆପଣଙ୍କୁ ଷ୍ଟେନୋଗ୍ରାଫି ଆସୁଥିବା ଦରକାର, ମାନେ ଷ୍ଟେନୋଗ୍ରାଫିର ସାର୍ଟିଫିକେଟ୍ ବି ଆପଣଙ୍କର ଥିବା ଦରକାର। ଆଉ ଜୁନିୟର ଷ୍ଟେନୋଗ୍ରାଫର ପାଇଁ ମଧ୍ୟ +2 ପାସ୍ କରିଥିବେ, ତା ସହିତ ଷ୍ଟେନୋଗ୍ରାଫି ଆପଣଙ୍କୁ ଆସୁଥିବା ଦରକାର। ଦେନ୍ ଯେଉଁ ଜୁନିୟର ଗ୍ରେଡ୍ ଟାଇପିଷ୍ଟ ପାଇଁ ଆପଣଙ୍କର ବୟସ ଆପଣ ଦେଖନ୍ତୁ 18 ବର୍ଷରୁ 32 ବର୍ଷ, କିନ୍ତୁ ST SC SC BC ପିଲାଙ୍କର 5 ବର୍ଷ ବଢ଼ିଯିବ। ତ 18ରୁ 37 ବର୍ଷ ଭିତରେ ଥିଲେ ଆପ୍ଲାଏ କରିପାରିବେ। କ୍ୱାଲିଫିକେସନ୍ ଖାଲି 10th ପାସ୍ ଯଦି ଆପଣ କରିଛନ୍ତି, ତା ସହିତ ବେସିକ୍ କମ୍ପ୍ୟୁଟର ନଲେଜ ଆପଣଙ୍କର ଅଛି, ଦେନ୍ ଆପଣ ଆପ୍ଲାଏ କରିପାରିବେ। ସେମିତି ଟାଇପିଷ୍ଟ କମ୍ ସ୍କ୍ରାଇବ୍ ଆସିଷ୍ଟାଣ୍ଟ ପାଇଁ ଆପଣଙ୍କର ଖାଲି ଯଦି +2 ପାସ୍ କରିଛନ୍ତି ଏବଂ ଆପଣଙ୍କୁ ଟାଇପିଂ ଆପଣଙ୍କର ଆସେ, ଦେନ୍ ଆପଣମାନେ ଆପ୍ଲାଏ କରିପାରିବେ। ବୟସ 21 ବର୍ଷରୁ 32 ବର୍ଷ, ST SC SC BC ପିଲାଙ୍କର 5 ବର୍ଷ ବଢ଼ିଯିବ, ତ 21ରୁ 37 ବର୍ଷ ଥିଲେ ଆପଣମାନେ ଆପ୍ଲାଏ କରିପାରିବେ। ଏଜ୍ ଲିମିଟ୍ ଆପଣଙ୍କର ଜାଣିଗଲେ। ଏବେ ଦେଖନ୍ତୁ ଡିସ୍କସନ୍ କରିବା ସିଲେକ୍ସନ୍ ଆପଣଙ୍କର କେମିତିକା ହେବ। ତ ସିଲେକ୍ସନ୍ ଆପଣଙ୍କ ଦେଖନ୍ତୁ, ଆଗ ପ୍ରିଲିମ୍ସ ପରୀକ୍ଷା ଆପଣ ଦେବେ। ଠିକ୍ ଅଛି, ଏଇଟା ଏଜ୍ ରିଲାକ୍ସନ୍ ସମ୍ପର୍କରେ କହିଲି ଏବଂ ସବୁ ଝିଅମାନଙ୍କର ମଧ୍ୟ 5 ବର୍ଷ ଆପଣଙ୍କର ବଢ଼ିବ। ତ ଆଗ ଆପଣଙ୍କର ପ୍ରିଲିମ୍ସ ପରୀକ୍ଷା ହେବ, ଯେଉଁଥିରେ କି ପ୍ରିଲିମ୍ସ ସମସ୍ତଙ୍କର ସେମ୍ ଆପଣଙ୍କର ପଡ଼େ। ଯଦି 25 ଗୁଣରୁ ଅଧିକ ପିଲା ଆପଣଙ୍କର ଆପ୍ଲାଏ କରନ୍ତି, ଦେନ୍ ମେନ୍ ଏକ୍ଜାମ୍ ଆପଣଙ୍କର ହେବ 100 ମାର୍କର। ଦେନ୍ ଆପଣଙ୍କର କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ଆପଣଙ୍କର, ଦେନ୍ ଭେରିଫିକେସନ୍ ଆପଣଙ୍କର ହେବ। ପରୀକ୍ଷା ପ୍ରାୟତଃ ଆପଣଙ୍କର ପ୍ରିଲିମ୍ସଟା ମେ କିମ୍ବା ଜୁନ୍ ମାସରେ ଆପଣଙ୍କର ହେବ। ଠିକ୍ ଅଛି, ଏବେ ଯଦି ଆମେ ଡିସ୍କସନ୍ ଆପଣଙ୍କର କରିବା ଏଥିରେ ସିଲାବସ୍ ସମ୍ପର୍କରେ, ସିଲାବସ୍ ପ୍ରିଲିମ୍ସର ପୁରାପୁରି ସେମ୍, ସମସ୍ତଙ୍କର ସେମ୍ ଆପଣଙ୍କର ପଡ଼ିଥାଏ। ଆଉ ମେନ୍ ଏକ୍ଜାମ୍ର ସିଲାବସ୍ ଆପଣଙ୍କର ଏପରିକା ରହିଛି। ଆପଣ ଦେଖିଦିଅନ୍ତୁ, ଏଇଟା ହେଉଛି ମେନ୍ ଏକ୍ଜାମ୍ର ଆପଣଙ୍କର ସିଲାବସ୍। ଠିକ୍ ଅଛି, ତ ଯଦି ଷ୍ଟେନୋଗ୍ରାଫି ସାର୍ଟିଫିକେଟ୍ ଆପଣଙ୍କର ଅଛି, ଷ୍ଟେନୋଗ୍ରାଫି ପାଇଁ ନିହାତି ଆପ୍ଲାଏ କରନ୍ତୁ, ନହେଲେ ଜୁନିୟର ଟାଇପିଷ୍ଟ ପାଇଁ ଆପଣମାନେ ନିହାତି ଆପ୍ଲାଏ କରିବେ। ଆଉ ଏଇ ମାସରେ ଆପଣ ବହୁତ ସାରା ଭେକେନ୍ସି ବ୍ୟାକ୍ ଟୁ ବ୍ୟାକ୍ ଆପଣ ଦେଖିବାକୁ ପାଇବେ, କାହିଁକିନା ଏସବୁ ଆପଣଙ୍କର ନୂଆ ଭେକେନ୍ସି ଆପଣଙ୍କର ଅଟେ। ଓଡ଼ିଶାରେ ନୂଆ ସରକାର ହେଲା ପରେ
ଏଗୁଡ଼ା ସବୁ ନୂଆ ଭ୍ୟାକେନ୍ସି ଆପଣଙ୍କ ପାଇଁ ଆସୁଛି। ଠିକ୍ ଅଛି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ।